ଆଜି ଅଚାନକ ଯିବାକୁ ପଡ଼ିଲା ହସ୍ପିଟାଲ। ହେ ଗାଇଜ୍, ୱେଲକମ୍ ଟୁ ମାଇ ନ୍ୟୁ ମିନି ବ୍ଲଗ। ଏବେ ମୋର ପ୍ରେଗନେନ୍ସିର 6 ମନ୍ଥ କମ୍ପ୍ଲିଟ୍ ହେଇ 7 ମନ୍ଥ ଷ୍ଟାର୍ଟ ହେଲା। ସକାଳୁ ବ୍ରେକଫାଷ୍ଟ କରିସାରିଲା ପରେ କେଜାଣି କ'ଣ ହେଲା, କିଛି ସମୟ ପରେ ମୋର ପେଟ ପେନ୍ କରିବାକୁ ଲାଗିଲା। ପ୍ରୋବ୍ଲେମ ହେଲା ଭାବି ଆମେ ଆଉ ୱେଟ୍ ନ କରି 2 ଜଣ ବାହାରି ଗଲୁ ଡକ୍ଟର କନସଲ୍ଟ କରିବା ପାଇଁ ହସ୍ପିଟାଲ ଯାଇ ପହଞ୍ଚିଲା ପରେ ଦେଖିଲା ବେଳକୁ ହସ୍ପିଟାଲ ପୁରା ଫାଙ୍କା। ଡକ୍ଟର ପଳେଇ ଯାଇଥିଲେ ଏମର୍ଜେନ୍ସି ଓଟିରେ। ସେଠି ଯାଇ ପଚାରିଲା ପରେ ସେ କହିଲେ କି ଡକ୍ଟର 3-4 ଘଣ୍ଟା ପରେ ଆସିବେ। 3 ଘଣ୍ଟା ୱେଟ୍ କଲା ପରେ ଫାଇନାଲି ଡକ୍ଟର ଆସିଲେ ଆଉ ଚେକଅପ୍ କଲେ। କହିଲେ 7 ମନ୍ଥ ପାଖରୁ ଏସବୁ ପେନ୍ ଆସିବା ନର୍ମାଲ, ତ ଇଞ୍ଜେକ୍ସନ ଆଉ ମେଡିସିନ ଦେଲା ପରେ ଟିକେ ମୋର ପେନ୍ କମିଗଲା। ତାପରେ ହସ୍ପିଟାଲରେ ସବୁ କାମ ସାରି ଫେରିଲା ବେଳକୁ ହେଇଯାଇଥିଲା ବହୁତ ରାତି। ଆଉ ଏତେ ରାତିରେ ଖାଇବା ଆସିକି ବନେଇବାଟା ପସିବଲ ନଥିଲା। ଫେରିବା ବାଟରେ ଆମେ ଆସିଲା ବେଳକୁ ନେଇ ଆସିଥିଲୁ ଖାଇବା ପାର୍ସଲ କରିକି। ଖାଇବାରେ ଆଜି ଥିଲା ମିକ୍ସ ଭେଜ ଆଉ ରୁଟି ବିନା ପିଆଜ ରସୁଣ। ତ ତାକୁ ଖାଇ ନେଇକି ମୁଁ ମେଡିସିନ ଖାଇ ରେଷ୍ଟ କଲି।